କାହିଁକି ପାଖରେ ଆସୁନାହାନ୍ତି ଯାତ୍ରା ବନ୍ଦ କହିବ କିଏ ପେଣ୍ଡାଲ ଏଇନା ବାଡ଼େଇକି ଭାଙ୍ଗି ଭୁଙ୍ଗି ଦେବେ। ସେଥିରୁ ଆମେ 5-7 ଜଣ ଗଲୁ ସରପଞ୍ଚ କିଏ ସବୁ ଯାଇଥିଲି ଇଏ ସବୁ ସାଙ୍ଗେ ଡାକି ପ୍ରେସିଡେଣ୍ଟ ସେକ୍ରେଟାରୀ ଇଏ ସବୁ କମିଟି ଜାଣି ପେଣ୍ଡାଲ ପାଇଁ ହାତ ଯୋଡ଼ି ମନା କଲୁ। ଆଚ୍ଛା ପେଣ୍ଡାଲ ସିନା ମନା କରିଦେଲୁ ଯେଉଁ ସବୁ ଦୋକାନୀମାନେ ତାଙ୍କର ସବୁ ଜିନିଷ କରିଥିଲେ ତା କେତେ କ'ଣ ଦବ କିଏ ଗଲା। ଲେଡ଼ିସ୍ ଗୁଡ଼ା ସବୁ ଆସିଥିଲେ ଯଦି ଠିକ୍ ଅଛି ତୁମେ ରେକର୍ଡ଼ ଡ୍ୟାନ୍ସ କର ତାର ବି ମାନେ ତାଙ୍କର ଯେଉଁ ବାଜାବାଲା ସବୁ ଆସିନାହାନ୍ତି ଯେଉଁ ବଜାନ୍ତି ଅର୍ଗାନ ଆଉ ସବୁ କ'ଣ ଆସିବା ଆସିନାହାନ୍ତି ସେତିକି ବି ହେଲା ନା। ରେକର୍ଡ଼ ଡ୍ୟାନ୍ସ ହେଇଥିଲା ହଁ ସ୍ତ୍ରୀ ଲୋକଟା ବସିଗଲେ ଘରୁ ଘରକୁ ଗଲେ ରାତି ଗୋଟାକରେ ଭାଇ ମାନେ ପ୍ରୋଟେକ୍ସନ୍ ଦେଇକି ତାଙ୍କୁ ନେଇ ସବୁ ସ୍ତ୍ରୀ ଲୋକ ତାଙ୍କ ଘରେ ଚାଲୁ ହେଲେ ଆମେ ବଦଲା ନେବୁ ନା ଗଲା। ସେକେଣ୍ଡ ରାତି ଯାତ୍ରା କଲେ ଦ୍ୱିତୀୟ ରାତି କ'ଣ କଲେ କ'ଣ କରିବା ପାଇଁ ଗଲେ କହିଦେବା ପାଇଁ ପୁଣି ଇଲେକ୍ଟ୍ରିକ୍ ବାଲା ଗଲୁ ଆମେ ସିନା ଆମ ଥାନାରେ କହିଦେଲୁ ଥାନା ହେଇଛି ଆମର ଲୋକାଲେ ସେ କହିଲେ ଯଦି ଖର୍ଚ୍ଚ କର ରିକ୍ସରେ କର ଆମେ ରିକ୍ସରେ କଲୁ କିନ୍ତୁ ଇଲେକ୍ଟ୍ରିକ୍ ବାଲା ସେମାନେ କରିଦେଲେ ଯେତେ ପ୍ରକାର କଲେ ସେମାନେ କଲେ ସେଥିପାଇଁ ଯାଇ କେନ୍ଦ୍ରାପଡ଼ାରୁ ଭାଇ ମାନେ ଡିଜି ନେଇକି ଆସିଲୁ ତାକୁ ଆଣିକି ଥୋଇଲୁ ସେ ବାବଦରେ ଯାହା ଖର୍ଚ୍ଚ ହେଲା ଲାଷ୍ଟ ରାତି ବର୍ଷା ହେଲା ତଥାପି ଆମେ ତାକୁ ପେମେଣ୍ଟ କାଟିଲୁ। ଆମେ ଯେତେବେଳେ ଫୋନ୍ କଲୁ ନା ନାଇଁ ତୁମେ ପବିତ୍ର ବାବୁକୁ ଡାକ ତାର କେଉଁ କମେଣ୍ଟ ବା ଡାକ୍ତର ସେଇଆ କରିଥିଲେ ତ ସେଇଆ କଲେ ବାବୁ ଏଠିକି ଆସ ସେଠି ଗଲା ପରେ ଖାଲି ମା କିଆ ଧନ ସନ୍ ପବିତ୍ର ବାବୁର ଖାଲି ଧନ ସନ୍ ଭାଷା ତା ଛଡ଼ା ଆଉ କିଛି ନାହିଁ। ମୁଁ କହିଲି ସିଏ ଟିକେ ଆସୁ ସେ ଆମ ଧନ ସନ୍ ତାକୁ ଶୁଣୁ ସେ ସେଠି ଯେଉଁ ରୋଲ୍ ଦେଖାଉଛି ଅଫିସଟା ଖୋଲି ନାହିଁ ସେ ଆମକୁ ରୋଲ୍ ଦେଖେଇଲା ଏ ମା କିଆ କୁଆଡ଼େ ଗଲା ସେ ମା କିଆ ଅଫିସ ଖୋଲିଲେ ସେ ମାନଙ୍କୁ ଛୋଟା ମା କେମିତି ଛୋଟିଆ ଦେବି ଖାଲି ମା କିଆ ସେଠି ଉଡ଼େଇଲା। ଠିକ୍ ଅଛି ଭାଇ ତୁ ତୋ ଠାକୁ କହୁଛୁ ଆମର କ'ଣ ଦରକାର ଅଛି କିନ୍ତୁ ଆମେ ଜାଣିଲୁ ଆମକୁ ରୋଲ୍ ଦେଖାଉଛି ପବିତ୍ର ବାବୁ ଆମେ ତା ମ୍ୟାନେଜର କହିଲୁ ଆମେ ତ ପବିତ୍ର ବାବୁ ଡାକ ସେ ଟିକେ ଆସୁ ଆମେ ତା ମା ବୋଲି ତଳେ ଚୋଦିଲେ ସିଏ ଜାଣିବ ଯେ 50 ଲୋକ ତା ମା ବୋଲି ଚୋଦିଲେ କେମିତି ନାଗେ ସେଥିରୁ ଆଉ ଆସିଲାନି ତାକୁ ଆମେ ଦେଲୁ 4,80,000 ନା 4,90,000 ଏ ତାଙ୍କ ଲାଷ୍ଟ ପେମେଣ୍ଟ ହେଲା। ମୁଁ କିନ୍ତୁ କହିଲି ଆଉ ପେମେଣ୍ଟ ଦିଅ ନାହିଁ 4,50,000 ପାଟିକି ଦିଅ ନାହିଁ ଆମ ହାତରୁ ବାଜିବ ବର୍ତ୍ତମାନ ଆମେ ଦୋକାନୀମାନଙ୍କୁ ତାଙ୍କ ପଇସା ଇଏ କରିବୁ ନା ଆଉ ଆମର ତ ତୃତୀୟ ରାତିରେ ହେଲା ନାହିଁ ତାକୁ ସେ ଯେଉଁ 2 ଲକ୍ଷ କରିଛି ଆମେ 2 ଲକ୍ଷରେ ବି ଦେଇଦେବୁ ପେମେଣ୍ଟ ସେଥିରୁ ଆଉ ପବିତ୍ର ଜମା ଆସିଲା ନାହିଁ ତାଙ୍କ ପାର୍ଟିକି ଆମେ ଦେଇଦେଲୁ ପଇସା ତାଙ୍କୁ କ୍ଲିୟର କରିଦେବୁ ତାଙ୍କର ସେ ବି ଖୁସି ହେଇଗଲେ ସେଥିରୁ ସେ ବି ମାନେ ତାଙ୍କ ମ୍ୟାନେଜର ବି ଡାକ୍ତର ଆସିଲା ଭାଇ ଆସ ଗୋଟେ ରୋଷେଇ କରିବା ଆଉ ସେ ଆମେ ଟିକେ ଗଲୁ ନାହିଁ କିନ୍ତୁ ଆମେ ଇଏ କଲୁ କିନ୍ତୁ ବର୍ତ୍ତମାନ ଦେଖ ପାର୍ଟିର ମାନେ ପଇସା ପାଇନାହାନ୍ତି ଏଠି ପାର୍ଟିର ମାନେ ସବୁ ରହିଛନ୍ତି ଯାଉ ବି ନାହାନ୍ତି ଆମେ କହିଲୁ କାଲି 3ଟା ବେଳେ ଆମେ ଦେଇଦେଲୁ 3ଟା ଭିତରେ ନ କଲେ ଆମେ ପଞ୍ଚାୟତ ଅଫିସ ତାଲା ମାରିଦେବୁ ପଞ୍ଚାୟତ ଅଫିସ ତାକୁ କେତେ ଦିନ ରଖିବୁ ତଥାପି ମାନେ ସେ ରୋଷେଇ ଉପରେ ହେଇଛି ସେ କାନ୍ଦୁଛୁ। ଆଚ୍ଛା ତୋର କ'ଣ ମାନେ ପବିତ୍ର ଭାବରେ କ'ଣ ଛୁଆ ପିଲା ନାହାନ୍ତି ସେ ଜାଣିନି ଗୋଟେ ଆକ୍ଟର ଆସିଲେ କେତେ କଷ୍ଟରେ ଏଠି ଇଏ କରୁଛି ତୋର ଛୁଆ ପିଲା ସମସ୍ତେ ଧରିକି ବସିଛନ୍ତି ଭାଇ ସେ ଗୋଟେ ଝିଅଟାକୁ ଫୋନ୍ ତ ବାପା ମା ଫୋନ୍ କରୁଛନ୍ତି ମା ତୁ ପଇସା ପଠା ତୁ ଯଦି ନାଚିବୁ ଆମେ ଏଠି ଉପାସ ରହିବୁ। ଆଚ୍ଛା ଏଗୁଡ଼ା କ'ଣ ପବିତ୍ର ଜାଣିପାରୁନି ତା ମ୍ୟାନେଜର ପାଖକୁ ଜାଣିପାରୁନି ବଡ଼ ବଡ଼ ଭାଷଣ ଟିଭିରେ ବସି ଦେଉଛନ୍ତି ତାଙ୍କୁ ଲଜ୍ଜା ଲାଗିବା ଦରକାର ତ କେମିତି ମୁଁ ଏମିତି ଭାଷଣ ଦେବି ମୋ ଷ୍ଟାଫ୍ ଉପାସ ରହୁଛନ୍ତି ତାଙ୍କ ମୁହଁକୁ ଲଜ୍ଜା ସରବ ନାହିଁ ସେଥିରେ ଆମେ କହୁଛନ୍ତି ଆମେ ମାଲିକ ସଂଘ ଗଢ଼ିଛୁ ଯଦି ମାଲିକ ସଂଘ ଗଢ଼ିଛନ୍ତି ମାଲିକ ଜାଣିପାରୁନାହାନ୍ତି ଗୋଟେ ପବିତ୍ରକୁ ପେମେଣ୍ଟ କରିନେଇ ବୋଲି ଚିନ୍ତା କଲେ 3 ଦିନରେ ପଡ଼ିକି ରହିଯାଏ ଯଦି ଆମେ ଏଇଟା ବିଦା କରିଦେବୁ ଏ ଝିଅ ବୋଉ ସବୁ ଯିବେ କୁଆଡ଼େ କିନ୍ତୁ ଆମେ ଖାଲି ଇଜ୍ଜତ ଦୃଷ୍ଟି ରଖିଛୁ ଆଉ ବ୍ୟବହାର କାହାକୁ ଆମ ପାଇଁ ଖରାପ ଆମର ଏଇଟା ପୁରୁଣା ଅନୁଷ୍ଠାନ ବ୍ୟବହାର ଆମେ କାହାକୁ ଖରାପ କରୁ ଆମେ କାହା ଜଗିଥିଲୁ ପବିତ୍ର ଆସିଥିଲେ ତା ବ୍ୟବହାର ଖରାପ କରିଥାନ୍ତୁ ପଇସା ଦେଇଥାନ୍ତୁ କିନ୍ତୁ ପବିତ୍ର ଯଦି କହିଥାନ୍ତୁ ମା ଭଳି ଉଡ଼େଇଲେ କେମିତି ନାଗେ ତୁ ଶୁଣୁ ଅଥଚ ମା ଭଳି ଆମେ ଉଡ଼େଇଲେ ଏଇ କଥା ନେଇକିରି ଭାଇ ତମେ ତ ଦେଖୁଛ ବର୍ତ୍ତମାନ କେମିତି ସବୁ କଳାକାର ପଡ଼ିଯିବେ। ଆଚ୍ଛା କଳାକାର ତମେ ମାଲିକ ମାନେ ଏସି ରୁମ୍ରେ ବସିବ କଳାକାର ରାତିରେ ନାଚିବେ ଖାଇବାକୁ ପାଇବେନି ସେ ପଟ ବାହା କହିଲେ କି ଲାଭ କ'ଣ ଅଛି ମୋର କହିବା କଥା ଏମିତି ବର୍ତ୍ତମାନ ତ ଆପଣମାନେ ବହୁତ କଷ୍ଟ କୁହନ୍ତୁ ଯାହା କହିବାର କଥା କୁହନ୍ତୁ ନା ଆମ ଆପଣ ତ ଅଛନ୍ତି ବର୍ତ୍ତମାନ ଆପଣ ଏ କଳାକାର ସଂଘର କ'ଣ ଅଛନ୍ତି ଆପଣଙ୍କ ଅନୁରୋଧ ଆପଣ ଟିକେ କଳାକାରଙ୍କ ପେଟକୁ ଚିହ୍ନ ମାଲିକମାନେ କେବେ ଚିହ୍ନିବେନି କାରଣ ସେମାନେ ଏସି ରୁମ୍ରେ ରହିଲେ ତାଙ୍କ ଛୁଆ ପିଲା ଅୟସ କଲେ କଳାକାରଙ୍କ ଛୁଆ ପିଲା ଏଠି ଦରିଦ୍ର ହେଇକି ପଡ଼ିଛନ୍ତି ସେଇଟାକୁ ବି ଆପଣ ଦେଖନ୍ତୁ ଏମିତି ଯାତ୍ରା ବନ୍ଦ ହେଇଯିବ ଏମିତି